ଆରେ ଭାଇ ସାଙ୍ଗମାନେ ଜୟ ଜଗନ୍ନାଥ। ଦେଖନ୍ତୁ ରୂପା ଆଜି ବ୍ଲଗ୍ କରୁଛି। ନାଇଁ ମୁଁ କରେନି। ରୂପାକୁ ଯେତେ କହିଲେ ବି ସେ ବ୍ଲଗ୍ କରେନି। ଏତେ ବଦମାସ ପିଲା ସେ। ତ ଠାକୁରଙ୍କୁ ଦର୍ଶନ ଆମେ କରିନେଇଥିଲୁ। ତାପରେ ବାହାରି ଯାଇଥିଲୁ ଏଠୁ ଡାଇରେକ୍ଟ ଦୋକାନକୁ। ଦୋକାନରେ ଟିକେ କାମ ସାରିକି ଆମର ଗୋଟେ ମେକଅପ୍ ଥିଲା ତ ଫୁଲ୍ ଡେ ପ୍ୟାକେଜିଂ ରହିଯାଇଛି ଅଲରେଡ଼ି କାମ। ସେଠୁ ଦୋକାନକୁ ଗଲାବେଳେ ବାଟରେ ଖାଇବା କିଣି ନେଇଯାଇଥିଲୁ। ସେଠି ଘରେ ଯାଇ ଖାଇ ନେଇଥିଲୁ। ଦେଖି ଦେଲା କମ୍ ଥିଲା କ'ଣ ହେଉଛି ତୁ ଖାଇବାକୁ? ହଁ ବି ରାଗ ହେଇଗଲା। ହଁ ତୁ ଖା, ମୁଁ ଆକୁ ଖାଇବି। ତୁ ବିଶେଷ ମନା କରିନି ତୋତେ। ଓହୋ ବୁଝିଲି, ଏବେ ବୁଝିଲି କାହିଁ ରାଗ ହେଲା। ଜୋର ରାଗ ହେଇଯାଇଛି। ବୁଝିନଥିଲି ଏବେ ବୁଝିଲି। ମଟର ପାଇଁ ନା ନା, ମୁଁ କ'ଣ ଫଳ ଖାଇବା ଭଲ ପାଏ? ଆଉ କ'ଣ ଖାଇବା ଭଲ ପାଉ? ଡାଳ ପତ୍ର କ'ଣ ଭଲ ପାଉ? ହେ କାହିଁ ମୋତେ ଦେଉଛୁ? ଦେଖିଛ ଖାଲି ଇଟିଲି ନେଇକି ଆସିଛି, କ'ଣ କହିବି? ଏଇ ବା ତ କଲାବେଳେ ଏଇଠି ଫୁଟିଗଲା। ଆଚ୍ଛା କାଟୁଛି। ଭେରି ଗରା କୋଉଠୁ ମଜା କରୁଛୁ? କୁନି ନା ଗୋଳ ମିଶୁଛି। ଥାଉ ଥାଉ ଥାଉ। କାହିଁ କହିଲୁ ଏମିତି ଥାଉ? କାହିଁ କହିଲୁ ସେମିତି ରାଗ ଲାଗୁଛି କ'ଣ? ଏଇଟା ଏମିତି କହିଲି ଛବି ପୁଣି କହିବ ଖାଲି ଯାହା ଖାଉଛ ଦେଖୁଛ, ଖାଲି ପିଠା ଦେଖୁଛ ଆଉ କେ ଦେଖୁନ। ଟେଷ୍ଟ ଅଛି? ଖାଇଦିଅ, କଷ୍ଟମର ଆସିବେ କଟିଂ କରିବ। ଖା। ବଢ଼ିଆ ସିମ୍ ବଦଳୁଛୁ ନୁହଁ? ତୁ କହୁଛୁ ମୁଁ ଶିମ୍ବ ସବୁ ଜାଗା ଭଲ ସେ ତଳୁଛି। ଗିର ଗିଆ ସାଲା ମୁଁ ଚିହ୍ନିନି କି ପାଖଳ କି ବୁଢ଼ା ଯାହା ପାଇ କ'ଣ ସାବୁଛି କରିଦେବା। ଆଜି ପଖାଳ ଖିଆ ହବ। ନଣ୍ଡୁ ଆଇଲାଣି। ନଣ୍ଡୁର ନୂଆ ବଲ ସି ପୁରା ପୁମା ରେଡ଼ି ଆଉ। କେତେ ଟଙ୍କା ନେଲା? କେତେ ଟଙ୍କା ନେଲା? ହଁ ଆଜି ଖେଳିବା ଖରାବେଳେ ଆଉ। କାଇଁ ବେଶୀ ତ ଡେଉନି ଇଏ କ'ଣ? ବେଶୀ ଜୋର ଇଏ କଲେ ଆଉ ହେଇଗଲା। ଚଷମାଟା ମୋର ଅଛି ନା ଚାଲିଗଲା? ଦେଖିଆ ଟିକେ ଚଷମାଟା ଦେଲା ମୋ ହାତକୁ। ଅଛି ବଞ୍ଚିଛି ଚଷମା? ହଁ ବା ଓଲଟି ଗଲା। ଏଡ଼େ ପଗଳା ତୁଛି। କାଚ ଗିଲାସ ଫୋନ ସବୁ ନଷ୍ଟ ହେଇଯିବ ଆମର। ପଗଳା ଶାଗ ଗରମ ଶାଗ ଖାଇଯାଉନୁ କାବୁ। ତୁ ଖାଉନୁ ଆଗ ଶାଗଟା, ତୋର ଥଣ୍ଡା ହେଇଯିବ ବା। ଆମର ହଉଛି କ'ଣ? କୋବି ଭଜା। ପିତା ଶାଗ ଭଜା। ଖାଇବା ପିଇବା ତ ଆଜି ବହୁତ ସାରା ଟେଷ୍ଟି ଖାଇବା ହେଇଥିଲା। ତ ଖାଇବା ସହିତ ଆମର ଦହି ପଖାଳ ଦେଖିପାରୁଥିବେ। ଦହି ଆଉ ପଖାଳ ଖାଇବାର ଯେଉଁ ମଜା। ତ ରୂପାକୁ ଦହି ପଖାଳ ଭାରି ପସନ୍ଦ, ମୋତେ ପସନ୍ଦ, କିନ୍ତୁ ମୁଁ ଟିକେ ଘୋଳ ଦହିଠୁ ପଶା ଦହି ଖାଇବା ବେଶୀ ଭଲ ପାଏ। ତ ଘୋଳ ଦହି ମା କରିଥିଲା ଯେହେତୁ ମୁଁ ଟିକେ ଖାଇନଥିଲି, ଖାଲି ଭାତ ଖାଇଥିଲି। ସେ ତାର ଦହି ଭାତ ଖାଇଥିଲା। ଆଉ ଶାଗ ଭଜା ଯଦି ଗରମ ହେଇଥିବ ତା ସାଙ୍ଗରେ ଆହୁରି ଅଲଗା ପ୍ରକାର ମଜା। ଯେହେତୁ ରହିଛି ଶନିବାର ପାଇଁ, ସେଥିପାଇଁ ଆମର ଟିକେ ପୋଡ଼ାପୋଡ଼ି ଚକଟି ହେଇଛି। ତ ଚାଲ ଦେଖିବା ଚଟନା ଆମର କେମିତି ବନଉଛି। ଡଙ୍କୁ କାହିଁ ଏମିତି ଯାଉଛୁ? ଗୋଳେଇ ଦଉନି ମତେ ଠିକ ସେଇଭଳିଆ ଦେଖାଉଛି ନା। ଖାଲି ହାତରେ ଖାଲି ପକା ଲୁଣ ତୋରାଣି ତେଲ ପକେଇଲୁ? ନା ତେଲ ଏଇଠି ପଡିଥିଲା।
ଗରମ ପକେଇବି ଆଚ୍ଛା ଟିକେ ନାକୁ ପକା ତେଲଟା ଦେଲୁ ମା ମୁଁ ଏମିତି ବୋଧେ ଚକଟି ଖାଇବା ପଡ଼ କାର ତୋର ଖାଇଲୁନି ମନା କର ଯେତେବେଳେ ଦେଇଛନ୍ତି ଅଣ୍ଡା ଆମଲେଟ୍ରେ ପଡ଼ିଆ ପଡ଼ିଲା ଭଳିଆ ମା ଦେଇଛି କରିବି ମା କାଟିଥିଲା ଖାଉନୁ ଏଠି କ'ଣ ପଇଲା ନା ନାଇଁ ଦେଖୁଛୁ ମୁଳୁରୁ ପକେଇନି ଖାଲି ଖାଇଲା ଖାଉ ପିଆଜ ପକେଇ ନଥିଲୁ ତାକୁ ଆଳୁ ଚଟଣାରେ ପକେଇ ଖାଇଲେ ଭଲ ଲାଗିବ ଆଳୁ ଚଟଣି ପୁରା ସ୍ଲାଇସ୍ କଟା ନମା ଭଲ ଲାଗେ ଗରମ ଗରମ ଆଳୁ ଚକଟି ଖାଇ ଭଲ ଲାଗିବ ନୁହଁ ମା ଭଲ ହଉଛୁ ମା ମୁଣ୍ଡେଇ କାଟ ଆମେ ଫାଳ ଫାଳ କରିକି ଖାଉ ସକାଳ ପଳେଇ ଯାଉଛି ନୁହଁ ନା ମାନେ ଭଲ ଲାଗେନି ଟିଙ୍ଗି ଗଲା ମୁଁ ଗ୍ରୁପରେ ମେସେଜ କରି ଫୋନ୍ କରୁଛି ମୋତେ ଟିଙ୍ଗି କହୁଛି ଟିଙ୍ଗି ପରେ ଗୋଟେ ମେସେଜ କରିଛି ଆଉ ରିପ୍ଲାଏ ଦେଉନ କ'ଣ କିଲେ ଆଣିବାକୁ ପଡ଼ିବ କିନ୍ତୁ ଲାଲୁ ଜିନିଷ ଲାଲୁ ଫୋନ୍ ମାରିଲି ଅଶୀ ପଠେଇଲି ଚିକେନ କାଟି ବଢିଆ ଲାଗୁଥିଲା ତ ନିଜ ମୁହଁରେ ଦେଖା ପାଣିପାଗଟା ପାଗ ପାଇଁ ନା କ'ଣ ପାଣିପାଗ ତୋରାଣୀ ପକା ତୁ ତୋରାଣୀ ମୋର ପାଣି ପୋଲିରେ କୁହନ୍ତି ମାଉଟି ଦେବା ତୋରାଣୀ ପକାଡ଼ି ଏମିତି ଦହି ପକେଇ ଦେଇ ମୋ ତଳେ ସବୁ ଫାଷ୍ଟ ମାଗି ମାଗି ନେଇଯାଉଛି ମାନେ ଖାଲିଟିଆ ଦେଖା ଖାଇବୁନୁ ତୋରାଣୀ ମୂଳା ଖାଇବି ବାକି ସୁଧୁଛି ଦେଖିଲୁ ମାଉ ନେବ ଟିକେ ଟିକେ ଖା ଟେଷ୍ଟ କର ନବୁନୁ ତୋ ବାପା ନେବ ତୁ ନବୁନୁ ଶାଗ ବଢ଼ିଆ ଯାଉଛି ଟେଷ୍ଟି ସାଙ୍ଗମାନେ ଆମେ କାମ ସାରିକି ବାହାରି ଯାଇଥିଲୁ ଗୋଟେ ମେକଅପ୍ରେ ଯେଉଁଟାକି ଆମର ସେଦିନ ଥିଲା ନାଇଟ୍ ମେକଅପ୍ରେ ଥିଲା ରିସେପସନ୍ ଲୁକ୍ ଯେଉଁଟାକି କରିବା ପାଇଁ ଆମେ ବାହାରି ଯାଇଥିଲୁ ଗୁଆଳି ସାଇଡ଼୍ରେ ଗୋଟେ ଗାଁ ଥିଲା ସେପଟ ସାଇଡ଼୍କୁ ତ ଏଇଟା ପାଟପୁର ରୋଡ଼ ଥିଲା ଯେଉଁଟାକି ଦେଖିପାରୁଥିବେ କେତେ ଫାଙ୍କା ଫାଙ୍କା କେତେ ଶୂନ ଶୂନ ରୋଡ଼ ହେଇଥାଏ ଏଇଟା ପୁରା ଫାଙ୍କା ରୋଡ଼ଟା ଥାଏ ତ ଆମେ ପୁରା ବଢ଼ିଆ ସେ ବାହାରିକି ଚାଲି ଯାଇଥିଲୁ ଫାଙ୍କା ରୋଡ଼ରେ ତ ପୁରା ସ୍ପିଡ଼ରେ ପଳେଇଥିଲୁ ଜଣକ ତାପରେ ଆମେ ଏପଟେ ବ୍ରିଜ୍ ଦେଇକି ଯେଉଁଟାକି ଶିଶୁଆ ବ୍ରିଜ୍ ଥାଏ ସେଇ ବ୍ରିଜ୍ ଦେଇକି ସେପଟ ସାଇଡ଼୍କୁ ଆସି ଯାଇଥିଲୁ ଯେଉଁଟାକି ଦେଖିପାରୁଥିବେ ବ୍ରିଜ୍ କେତେ ସୁନ୍ଦର ନଜାରା ପୁରା ଫାଙ୍କା ରୋଡ଼ ଯେଉଁଟାକି ବହୁତ ଭଲ ଲାଗିଥାଏ ମୋତେ ଏଇ ରୋଡ଼ଟା ଦେଖିଲେ କାରଣ ଏପଟ ସାଇଡ଼୍ ଖାଲି ନଈ ସେପଟ ସାଇଡ଼୍ ନଈ ଆଉ ଫାଙ୍କା ପୁରା ବ୍ରିଜ୍ ଆମର ତ ବ୍ରିଜ୍ ସବୁବେଳେ ଗାଡ଼ି ଘୁଙ୍ଗା ହୋଇଥାଏ କିନ୍ତୁ ସେପଟ ସାଇଡ଼୍ ଦେଖିପାରୁଥିବେ କେତେ ସୁନ୍ଦର ନଜାରା ରହିଛି ଆଉ ତ ଫାଇନାଲି ଆମେ ଯାଇ ପହଞ୍ଚି ଯାଇଥିଲୁ ଆମର ବ୍ରାଇଡ଼୍ଙ୍କ ଘରେ ତ ସେଠି ଯାଇକି ରୂପା ଯାଇକି ଟିକେ ଭିଡ଼ିଓ ବନାଉଥିଲା ମୋତେ ମେକଅପ୍ ଷ୍ଟାର୍ଟ କରିଥିଲି ତ ଏପଟେ ଆମର ସବୁ ଇନଗ୍ରିଡ଼ିଏଣ୍ଟସ୍ ମୁଁ ଖୋଲି ଖାଲି ଥୋଇ ଦେଇଥିଲି ମେକଅପ୍ କରିବା ସୁବିଧା ହେବ ସବୁ ଖୋଲା କରି ରଖି ନେଇଥିଲି ଏପଟ ସାଇଡ଼୍ରେ ତ ସେପଟେ ମୁଁ ମେକଅପ୍ କରିଥିଲି ଏପଟେ ହିମୁନ୍ ଠିଆ ହେଇକିନି ମେକଅପ୍ ଦେଖୁଥିଲା କେତେ ମଜାମସ୍ତି ଟିକେ କରିଥିଲା ତାପରେ ଫାଇନାଲି ଆମର ମେକଅପ୍ ଖତମ କରିକି ଆମେ ବାହାରି ଯାଇଥିଲୁ ଘରକୁ ତ ଘରକୁ ଯାଉ ଯାଉ ହେଇଯାଇଥିଲା ବହୁତ ସାରା ଅନ୍ଧାର ଫାଇନାଲ ଆମର ମେକଅପ୍ ସରିଲା ମାନେ ଚାଲୁ ଗାଁ ଭିତର ରୋଡ଼ ପୁରା ଅନ୍ଧାର କଟ କଟ କେଉଁଠି କିଛି ଦେଖାଯାଉନି ଖାଲି ଚାରିଆଡ଼େ ଅନ୍ଧାର ହିଁ ଅନ୍ଧାର ଆମେ ଯେତିକି ଦେଖି ରାସ୍ତା ଦିନରେ ଆସିଥିଲୁ ସେଇଆକୁ ଦେଖି ଚାଲିବା କଥା